नमस्कार, सुप्रभात। जय आरसीएम। जय आसिम। जय आश्याम सुप्रभात। नमस्कार। नमस्कार ସାର୍ से ସବୁ नमस्कार। ସାର୍ ମାନଙ୍କୁ ନମସ୍କାର, ମୋର ଅପାଙ୍କୁ ନମସ୍କାର। ଆଉ ତୁ ବୁଢୀ ହେଇଥା। ଏ ବୁଢୀ କରିଦେଲେ ମରିଯିବି ଶୀଘ୍ର। ବୁଢୀ ହବୁନି, ଇଏ ଯୋଉ ଦେଖିଲୁନୁ ଏନକେ ଶର୍ମାଙ୍କର ଆଉ ବୁଢୀ ହବୁ। बहुत बहुत धन्यवाद। आप माने प्रत्येक दिन गुरुकुल ର ये ज्ञान ନଉଛନ୍ତି ଆଉ ତାର ଲାଭ ବି ଉଠଉଛନ୍ତି। ଇଏ ତ ଜୀବନରେ ଗୋଟେ ବହୁତ ବଡ ଆଶୀର୍ବାଦ ଆମକୁ ମିଳୁଛି, ଯିଏକି ଗୁରୁକୁଳ ମାଧ୍ୟମରେ ଆମକୁ ବହୁତ ସାରା ଜ୍ଞାନ ଆମକୁ ମିଳିପାରୁଛି। ତ ଆମେ ଆଗକୁ ବି ଆଡଭାନ୍ସ ଆମେ ରେକି କୋର୍ସ ବି କରିପାରିବା। ତ ତାର ବି ନମ୍ବର ବି ଆଜି ଆମକୁ ମିଳିଗଲା, ତାକି ଆମେ ପୂର୍ବ ଜନ୍ମ ଆଉ ଆଗାମୀ ଏ, କୋଉ ଜନ୍ମ ପୁଣି ନବା, ପୁନର୍ଜନ୍ମ କଣ ନବା, ତା ବିଷୟରେ ବି ଆମେ ଜାଣିପାରିବା। ତ ଇଏ ସବୁ ଦିବ୍ୟ ଜ୍ଞାନ ତ ଆମକୁ ମିଳିବାକୁ ଯାଉଛି। ତ ଆଜି ଆମେ ଯୋଉ ଜ୍ଞାନ ଆମେ ନେଲେ ରେକି ଏ, ର ଡକ୍ଟର ଏନ୍ କେ ଶର୍ମା ସାର୍ ଯୋଉ 5 ଦିନର ଆମକୁ ଯେତିକି ଜ୍ଞାନ ଆମକୁ ଦେଲେ, ତ ମୁଁ ଭାବୁଛି ତ ବହୁତ କିଛି ଆମକୁ ମିଳିଗଲା। ଆମେ ଚାହିଁଲେ ବି ପୁରା ଭାରତବର୍ଷକୁ ଆମର ଯୋଉ ସଂକଳ୍ପ ଅଛି, ଏ ବର୍ଷ ଆମର ରୋଗମୁକ୍ତ ଭାରତ ବର୍ଷ କରିବାର ଯୋଉ ସଂକଳ୍ପ ଅଛି, ଏ ସଂକଳ୍ପକୁ ଆମେ ପୁରା କରିଦେଇ ପାରିବା। ତ ଆମ ଭିତରେ ବହୁତ ସାରା ସାଥୀ ଅଛନ୍ତି, ଆଜି ସମସ୍ତଙ୍କ ମତାମତ କିଛି ନା କିଛି ଆମେ ନବା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ଆରତି ବାବୁଠୁ। ଅପା, ୱେଲକମ୍। ଜୟ ଆସିଏମ। ଆଜି ଶୁଭ ସକାଳରେ ସବୁ ମୋର ଆସିଏମ ଫ୍ୟାମିଲି ମେମ୍ବର ମାନଙ୍କୁ ସୁପ୍ରଭାତ। ଆଜି ଏନକେ ଶର୍ମାଙ୍କର ଯୋଉ ସବୁ ଆମେ ଦେଖିଲୁ ଆଉ ଯାହା ବି ଶିଖିଲୁ, ସେ ଯାହା କହୁଛନ୍ତି ତିନିଟା ମାନେ ଉଁ, ଦୁଧ ଫଳ ଆଉ ଖଟାଇ, ଏ ତିନିଟାକୁ କେମିତି ୟୁଜ କରିବା ତା ବିଷୟରେ ଯୋଉ ନଲେଜ ଦେଲେ ଆଗରୁ, ସେଇ ନଲେଜ ଲୋକମାନଙ୍କର ନଥିଲା। କ୍ଷୀରରେ ଆମେ ରୁଟି କ୍ଷୀରରେ ରୁଟିକି ଛିଣ୍ଡେଇକି ପକେଇକି ଖାଉଥିଲୁ। କିନ୍ତୁ ରାମଦେବ ବାବା ବି କହିଥିଲେ ରୁଟିରେ ଯୋଉ ଆମେ ଯୋଉ ଅଟାରେ ଯୋଉ ନମକ ପକଉଛେ, ଲୁଣ ପକେଇ ଚକଟୁଛେ, ସେଇଟା କ୍ଷୀର ସାଙ୍ଗରେ ଲୁଣ ଖାଇବା ନିହାତି ଦରକାର, ମାନେ ଖାଇବା ବହୁତ ଖରାପ ବୋଲି ସେ କହିଛନ୍ତି। ଇଏ ବି ଆଜି କହିଲେ ସେଇ କଥା, ଯେ କ୍ଷୀର ସାଙ୍ଗରେ ଆମେ ଲୁଣ କେବେ ଆଡ କରିବାନି, କି କ୍ଷୀର ସାଙ୍ଗରେ ଚିନି ବି ଆଡ କରିବାନି। ସେ କହିଲେ ତା ଦ୍ୱାରା ଗ୍ୟାସ ପ୍ରୋବ୍ଲେମ ବଢେ। ବହୁତ କିଛି କହିଲେ, ଆଜି ସବୁ ଶିଖିବା ଦରକାର। ସେ କହିଲେ ଆଉ ଗୋଟା ହଉଛି ସୁନ୍ଦରତା, ସ୍ୱାଦ ଆଉ ମିଠାସ, ये ତିନିଟା ଜିନିଷ କେମିତି ଇଏ କରିବା ସେଇଟା କହିଲେ। ଆଉ ଯେତେବେଳେ ଗୋଟେ ଗାଈ ଗାଈ କ୍ଷୀର ଦଉଛି, ଆମେ ଗାଈକି ପୋଷୁଛେ ପାଳୁଛେ, କ୍ଷୀର ଦଉଛି, ତା ଛୁଆ ଯେପର୍ଯ୍ୟନ୍ତ କ୍ଷୀର ଖାଉଥିବ କ୍ଷୀର ନିକଳୁଥିବ। ଯଦି ଦାନ୍ତ ତାର ଉଠିଗଲା, ସେ ଆଉ କ୍ଷୀର ପିଇବା ଛାଡିଦବ। କିନ୍ତୁ ଆମେ କହୁଛେ ଆମେ ସବୁଦିନ କ୍ଷୀର ପିଇବା, କ୍ଷୀର ପିଇକି ସୁସ୍ଥ ରହିବ। କ୍ଷୀର ତ ମାନେ ନ ପିଉଛନ୍ତି, ଆଗେ ଲୋକ କହୁଥିଲି, ସେ କହୁଛନ୍ତି ଗୋ ବ୍ୟାକ୍ ୟୋର ମାନେ ଫୁଡ, ଯୋଉ ଆଗରୁ ଯେମିତି ଖାଦ୍ୟ ଖାଉଥିଲେ ଲୋକ, ତା ଦେହରେ ଆମେ ଖାଇଲେ ରିଟର୍ନ ରିଟର୍ନ ବ୍ୟାକ୍ ୟୋର ଫୁଡ। ସେ ଆଜି କହିଲେ ଲାଷ୍ଟରେ, ତମେ ଯଦି ପୁଣି ତମ ପୂର୍ବରୁ ସବୁ ଯେମିତି ଖାଇବା ସବୁ ଥିଲା ଆଗରୁ, ସେଇ ଖାଇବା ଖାଇକି ଲୋକ ସୁସ୍ଥ ରହିଛନ୍ତି କି ନାହିଁ। ମୁଁ ଗୋଟେ ଉଦାହରଣ ଦଉଛି। ମୋର ମଦର ଇନ୍ ଲ 95 ଇୟର୍ସ, ସେ କଣ ଖାଉଥିଲେ, ମତେ ସେ କହନ୍ତି ଆଉ ତୁ ମୋ ବାଗିଆ ମାଣ୍ଡିଆ ଖାଇଲୁନୁ, ମାଣ୍ଡିଆ ଯାଉ, ତୁ ସେମିତି ସୁସ୍ଥ ରହିଥାନ୍ତୁ, ଆଉ ଚାଲି ପାରୁନୁ ବୋଲି କହୁଛୁ କଣ, ସେମିତି ମତେ କହନ୍ତି। ପ୍ରକୃତ ସତ କଥା। ସେମାନେ ମାଣ୍ଡିଆ ଯାଉ ଖାଉଥିଲେ, ତାପରେ ସେମାନେ ଢିଙ୍କି କୁଟା ଚାଉଳ ଭାତ ଖାଉଥିଲେ। ତାର ନିଶ୍ଚୟ ପ୍ରଭାବ ଅଛି। ଆମେ କହୁଛୁ ଆମେ ଖାଇବା ସବୁବେଳେ ଲକ୍ଜରିୟସ୍ ଖାନା, ଆଜି ଆଜି ଛୋଲେ ଖାଇବା, ଛୋଲେରେ ଟିକେ ଭଲ କି ଲକ୍ଜରିୟସ୍ ମସଲା ମସଲି ସ୍ପାଇସେସ୍ ଏସବୁ ଦେଇକିରି ଟେଷ୍ଟି ବନେଇବା, ପୁରୀ ତା ସାଙ୍ଗେ ଛାଣିକି ଖାଇବା। ଅବଶ୍ୟ ଆମେ ହେଲ୍ଥ କାର୍ଡ ଅଏଲ ଖାଉଛୁ, କିଛି ଖରାପ ହଉନି। ମୁଁ ପୁରୀ ତରକାରୀ ଖାଇଲେ ମୋର କିଛି ଖରାପ, ମୋର କେବେ ଗ୍ୟାସ୍ ହୁଏ। ତାପରେ ଖାଇସାରିକି ଆଜି ଯୋଉ କୋଶ୍ଚିନ୍ କଲେ ଧନରାଜ ଭାଟି ନା କିଏ, ହଁ, ସେ କହୁଛନ୍ତି ଖାଇସାରି ଯାହାକୁ ଝାଡା ଲାଗୁଛି, କାହିଁକି ଲାଗୁଛି, ତାର ଗ୍ୟାସ୍ ପ୍ରୋବ୍ଲେମ ଅଛି। ଖାଇବାରେ ନିଶ୍ଚୟ ସେ ଏପଟ ସେପଟ କରୁଛି, ଖାଇବ ସାଙ୍ଗେ ସାଙ୍ଗେ ଛାଡିଯିବ, ତା ମାନେ କଣ?
ଏଇଟା ମୁଁ ସବୁବେଳେ ଇଏ କରୁଛି। ବହୁତ ବଢିଆ ବଢିଆ କଥା କହିଛନ୍ତି, କଣ ଆଉ କହିବି। ସେ ଯିଏ କହୁଛନ୍ତି जितने दिन तक बछड़ा दूध पीता था उस टाइम दूध निकलता था। ଯେତେବେଳେ ବଛଡ଼ା ଛାଡି ଦଉଛି ଆମେ କାହିଁ ଛାଡିବାନି? ସବୁବେଳେ କ୍ଷୀର ପିଇବା କିଛି ମାନେ ନାହିଁ। ଆମେ ଯେମିତି ରେଗୁଲାର ଖାଦ୍ୟ ଖାଉଛେ, ପନିପରିବା ଖାଦ୍ୟରେ ଆମେ ସାଲାଡ ଦବା, ସାଲାଡ ଆମେ କାହିଁକି ଏକାଦଶୀ କରୁଛେ? ସତ୍ୱଜା କହୁଛି ନ ପା ଏକାଦଶୀ ଦେଇ ଏ ଖାଅ। ଏକାଦଶୀ ମାନେ ଯେତେ କଣ ଗୋଟେ କହନ୍ତି ସେଟା ମୁଁ ଭୁଲି ଯାଉଛି, ସତ୍ୱଜା କୁହନ୍ତି ମତେ। କିନ୍ତୁ ଏକାଦଶୀ କାହିଁକି କରନ୍ତି? ଆମେ ଅନାଜଠୁ ଦୂରରେ ରହିବା, ଅନାଜ ଯେମିତି ଆମେ ଖାଇବାନି। ତେଣୁ ଆମେ ସାଲାଡ ଖାଇପାରିବା, ଫଳ ସାଲାଡ କରି ଖାଇବା, କାକୁଡି ଗାଜର ଆକୁ ସବୁ ପକେଇ ଖାଇପାରିବା। ଆଉ ବାକି ରହିଲା, ଆମେ ଅନାଜଠୁ ଦୂରରେ ରହିବା ପାଇଁ ଆମେ ଏକାଦଶୀ କରୁଛୁ। ମେନ୍ କଥା ତାର ଗୋଟେ ପ୍ରଭାବ ଅଛି, ତାର ପ୍ରଭାବ ଅଛି। ସେଟା ବି ଆଜି ତା ବିଷୟରେ ବଢିଆ କହିଛନ୍ତି। ମୁଁ ଆଉ ଥରେ ତାଙ୍କ ଫୋନ ନମ୍ବର ରଖିଛି, ତାଙ୍କ ସାଙ୍ଗେ ଟିକେ ଭଲ କି ଟିକେ ଏ ବିଷୟରେ କଥା ହେବି। ତା ମାନେ ନୁହେଁ ଯେ ମୁଁ କପିଳାସ ଯିବି କହିବିନି ଧରିକି ନୋଟା ଧରିକି, ସେ କଥା ନୁହଁ। Over to Satwati. ओके, थैंक यू ओपा। जितेंद्र प्रसाद जी। जय आरसीएम ସମସ୍ତେ आरसीएम परिवार को नमस्कार, ସାର୍ କୁ ନମସ୍କାର। ସାର୍ ମୁଁ ତ ବହୁତ ଦିନ ହେଲା ଯୋଉଟା ମୁଁ ଏଟାକୁ ଟିକେ ଟିକେ ଅଲଗା टाइप रे ଟିକେ କହିଦେଲେ ଆପଣ ମାନେ भी ଏଟା ଜାଣି परिवे जे एक हम लोग बोलते हैं जिंदा खाना और एक बोलते हैं मरा खाना। तो जिंदा खाना और मरा खाना में क्या होता है कि हमको बहुत दिन पहले से ही इसका अब मैंने जानकारी हो गया था। हम लोग को लोग बताते नहीं है, बताने वाले कोई है नहीं, और जो बताने आते हैं वो पहले पैसा मांगते हैं कि भाई कुछ भी आपको सजेशन लेना तो पहले पैसा दो फिर बात करो। तो हम लोग को बताने वाले कोई नहीं थे। तो हम लोग क्या है कि बचपन से हमें मैंने कौन कर जे खाइला बेड़े हम लोग एक जिंदा खाना और एक मरा खाना बोलते हैं। तो जिंदा खाना का मतलब होता है जिसको आग नहीं दिखाते हैं। जब नहीं दिखाते हैं तो जिंदा खाना है, और जिस खाने को या जो सिस्टम को जो भी अनाज को अगर आग दिखा देते हैं तो हो जाता है मरा खाना। तो हम लोग को अभ्यास हो गया है, बचपन से माँ बाप ने वही खिलाया, तो हम लोग को वही खाते खाते आदत है, मरा खाना खाने का आदत है। आप देखो क्या होता है कि चना है, अंकुर है, चना को आप भिगो के रख दोगे तो उसमें गजूर निकल जाता है, वो जिंदा खाना है, यानी उसमें जान है। वो तो उसका फल बढ़ जाता है, वो एक तो बीज से वो फल बन जाता है, मैंने गाछ बन जाता है। तो अभी क्या है कि खाना को आग दिखा के जो नहीं खाइएगा, कहने का मतलब जो शर्मा साहब बोले वो क्या बोले, फल फ्रूट्स को हम लोग कभी आग नहीं दिखाते हैं, सूखा मेवा को हम लोग आग नहीं दिखाते, लेकिन उसी को अगर आग में डाल दिए तो उसका सब पोषण खत्म हो जाता है। तो याद रखना है कि कोशिश करना है कि ये हमारा शरीर है, इसको जैसा बनाएंगे उसी तरह से बनेगा। एक आदमी जो है अल्कोहल पी के भी 80 साल जिंदा रहता है, सरदार लोग 80 साल 90 साल अल्कोहल पीता है फिर भी जिंदा रहता है, लेकिन उसको अत्यधिक कर देता है तो उसका मुश्किल होता है। तो मेरा बोलना है कि हम लोग को सबको को आज से ये एक संकल्प लेना चाहिए कि हम लोग को जिंदा खाना, यानी फल फ्रूट्स और सब्जी में बहुत है, गाजर है, बीट है, बहुत सारा सलाद है, उसका खाना को बढ़ाना है तो हमारा शरीर ऑटोमेटिक वैसा बन जाएगा। वो फिर हमारा तो ऑलरेडी हमारे पास बहुत सारा आरसीएम ऐसा प्रोडक्ट है जो कि उसको हम लोग को हेल्दी रहने के लिए सिखाया जाता है। ये हमारे देश के लिए बहुत काम आएगा। खुद अपने आप को पहले मेंटेन करना पड़ेगा तो हम किसी और को बता पाएंगे। तो इसलिए ओवर टू सतपति सर, बहुत अच्छा प्रोग्राम, अद्भुत प्रोग्राम। ये आप सचमुच पैसा देके भी नहीं खरीद सकते हैं इस जानकारी को, क्योंकि सबके भाग्य में नहीं होता है। ओवर टू सतपति सर। ओके, थैंक यू, बहुत बहुत धन्यवाद। आ, कार्तिक कार्तिक पात्र, कार्तिक बाबू। ସାର୍ ସମସ୍ତେ ମୁଁ ଜୟ ସାର୍ ମୁଁ କଣ କହିବି ଯେ ଅପା ତ ସବୁ କିଛି କହିସାରିଛନ୍ତି, ତା ଦେହରେ ଆହୁରି ଗୋଟେ ଦିଟା କଥା ରହିଯାଇଛି। ଯେ ଗୋଟେ କଥା ହଉଛି दूध फल खटाई जैसे खान से हटाई शरीर हुई सकाई, ମାନେ କ୍ଷୀର ଫଳ ଆଉ ଖଟା ଆଚାର ଏ ତିନିଟା ଜିନିଷ କେବେ ମିଶେଇକି ଏକା ବେଳେ ଖାଇବାନି। ସେଇଟା ଖାଇଲେ ବି ସେଇଟା ବି ଫୁଡ ପଏଜନ ହେଇଯାଏ ବୋଲି ସେ ଶର୍ମା ସାର୍ କହିଲେ। ତାପରେ ଆଉ ଗୋଟେ କଥା ହଉଛି ଖାଦ୍ୟ ଦିନକୁ 3 ଥର ଆମେ ନର୍ମାଲ ଖାଆନ୍ତି, ସେଥିରୁ ଗୋଟେ ଟାଇମ ଫଳ ଆମେ ଯଦି ଫ୍ରୁଟ ଖାଇବା ତାହେଲେ ସେଇଟା ଶରୀର ପାଇଁ ଭଲ। ମାନେ 2 ଟାଇମ ମିଲ୍ ଖାଇକି ଗୋଟେ ଟାଇମ ଫଳ ଖାଇବା ଦରକାର ନିହାତି। ତ ଏମିତି ତ ଅଛି।
ଆଉ ଆଉ ଗୋଟେ କଥା କହୁଥିଲି ସାର୍, ସେ ଯୋଉ ନମ୍ବର କଣ୍ଟାକ୍ଟ ନମ୍ବର ଦେଇଛନ୍ତି ସେଟା କଣ ମୁଁ ଦେଖୁଥିଲି 15ଟା ନମ୍ବର ହଉଛି। ନାଇଁ ନାଇଁ, ସେ ଗୋଟେ ହ୍ୟାଲୋ, ନମ୍ବର ମାନେ ପ୍ରଥମଟାକୁ 5ଟାକୁ ସେ 2ଥର କହିଦେଲେ। ସେଟା ଆକ୍ଚୁଆଲି ମାନେ 981185। 981185। ହଁ, 700779। ଆଚ୍ଛା ଆଚ୍ଛା। ହଁ, ସେଟା ଓହୋ ଆକ୍ଚୁଆଲି ହୋ, ଆଚ୍ଛା ଆଚ୍ଛା, ହଁ ହଁ। ଗୋଟେ ନମ୍ବରକୁ ସେ ପ୍ରଥମ ଯୋଉ 5ଟା ଅକ୍ଷରକୁ ସେଟା 2ଥର ସେ କହିଦେଲେ। ଆଜ୍ଞା ଆଜ୍ଞା, ଠିକ ଠିକ ଠିକ। ठीक है सर, जय हर सिंह। ओके जय। सुभाष सर, सुभाष लेंका सर, ଅନମ୍ୟୁଟ୍ କରନ୍ତୁ। ସୁଭାଷ ସାର୍ ଅନମ୍ୟୁଟ୍ କରନ୍ତୁ। ଜୟ ଆରସିଏଫ। ନମସ୍କାର। ନମସ୍କାର ନମସ୍କାର। ନାଇଁ, ବହୁତ ବଢିଆ ଜିନିଷ ଏଇଟା। ତ ମାନେ ଆମ ଶରୀର ପାଇଁ ଆମେ ଖାଲି ତାକୁ ମେଣ୍ଟେନ କରିବାଟା ହଉଛି ସାର୍ ବହୁତ ବଡ ଜିନିଷ। ଆମେ ମୁହଁରେ କହୁଛନ୍ତି ଗୋଟେ କଥା, କିନ୍ତୁ ଆକ୍ଚୁଆଲି ତାକୁ ମେଣ୍ଟେନ ଆମେ ସବୁ କରିପାରୁନେ। ସେଇଟା ହଉଛି ସବୁଠୁ ପ୍ରାକ୍ଟିକାଲ ଯୋଉ ଜିନିସଟା, ସେଥିରେ ମୁଁ ତ ହଉଛି ଆଗ ଧାଡିରେ ପରେ। ତେଣୁ ସମସ୍ତେ ମେଣ୍ଟେନ ଯଦି କରିପାରିବା, ତାହେଲେ ଆମେ ବହୁତ କିଛି ଆମେ ବେନିଫିଟ ପାଇପାରିବା। ଜୟ ଆରସିଏଫ। ବହୁତ ବଢିଆ, ବହୁତ ବଢିଆ, ଠିକ କଥା। ଆକ୍ଚୁଆଲି ଆମେ କେବଳ ଶିଖିବା ଆଉ କିନ୍ତୁ କରିବାନି, ତ ଏଇଟା ନ ଶିଖିବା ସାଙ୍ଗରେ ସମାନ। ତ ବହୁତ ବଢିଆ କଥା କହିଲେ। କାରଣ ये 5 दिन सेशन ଆମକୁ ବହୁତ କିଛି ଜ୍ଞାନ ଆମକୁ ଦେଲା। ये 5 दिन ଆମେ ତାକୁ ଯଦି ବାରମ୍ବାର ଆମେ ଶୁଣିବା, ତାକୁ ରିକଲ୍ କରିବା, ଧୀରେ 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 ଆମକୁ ଅଭ୍ୟାସରେ ପରିଣତ ହେବ। ତ ବାରମ୍ବାର ବାରମ୍ବାର ଆମେ ରିକଲ୍ କଲେ ହେଇପାରିବ। ଓକେ, ସାହୁ ଭାଇ ଅନମ୍ୟୁଟ୍ କରନ୍ତୁ ଭାଇ। ଆଜି ତ ବହୁତ ଭଲ ଜିନିଷ ଶୁଣିଲେ, କିନ୍ତୁ କାର୍ଯ୍ୟରେ ପରିଣତ କରିବାର ମୁଖ୍ୟ କାମ ହଉଛି କଣ? ଆମକୁ ଯେମିତି କହିଲେ ଚିନି, ଲୁଣ ଏଇଗୁଡିକ ଆଭଏଡ କରିବା ଉଚିତ, ଯୋଉଟାକ ଦେହ ପାଇଁ ବେଶୀ କ୍ଷତିକାରକ। ହ୍ୱାଇଟ ଜିନିଷ ଚିନି, ଲୁଣ, ମଇଦା ଏଗୁଡାକ ଆମ ପାଇଁ ଶରୀର ପାଇଁ କ୍ଷତିକାରକ। ତା ସହିତ ଯେମିତି କହିଲେ କ୍ଷୀର ସାଙ୍ଗରେ ଲୁଣ ଖାଇବେ ନାହିଁ, ଲୁଣ ଖାଇଲା ମାନେ ସେ ପଏଜନ ହେଇଗଲା। ତେଣୁ ଏଇ ପଏଜନସ୍ ଜିନିଷକୁ ଆମେ ରିପିଟ କରି ଦେଖିବା ଏବଂ ତାକୁ ଆଭଏଡ କରିବା। ମୂଳ ଜିନିଷ ହଉଛି ଆଭଏଡ କରିବା। ଆଉ ଆମେ ଆମର ଯେତେ ଚିହ୍ନା ଲୋକ ଅଛନ୍ତି ସେମାନଙ୍କୁ ଏଇ ବିଷୟରେ ଜଣେଇବା। ମୂଳ ଜିନିଷ ହଉଛି ଜଣେଇବା ଆଉ ଗୁରୁକୁଳରେ ବସେଇବା। ଏଇ ଯୋଉ ଭିଡିଓ, ଆଜିର ଭିଡିଓ ହେଲ୍ଥ ଉପରେ କହିଲେ ଆଉ ଖାଦ୍ୟ ଉପରେ କହିଲେ, ଇଏ ଗୋଟେ ବହୁତ ବଢିଆ ଜିନିଷ କହିଲେ। ଆମେ ଖାଦ୍ୟକୁ ଯଦି ନିଜେ ସଂଯତ ହବା, ଯେମିତି ପଶୁ ପକ୍ଷୀ କଥା କହିଲେ, ଏଗୁଡା ଖାଇଲା ମାନେ ଆମ ପାଇଁ ଦେହ ପାଇଁ କ୍ଷତିକାରକ। ତେଣୁ ଜୀବ ହତ୍ୟା ମହାପାପ, ଯୋଉଟାକି ଆମ ଆରସିଏମ ରେ ଅଛି, ଟିସିଜି ବି କରିଛନ୍ତି, ଗୁଡ ଡଟ୍ ଆରମ୍ଭ କରିଛନ୍ତି। ସେଇ କଥା ବି ସେ କହିଲେ, ଗୁଡ ଡଟ୍ ଉପରେ ଆମେ କାର୍ଯ୍ୟରେ ପରିଣତ କରିବା। ଫଳ ନନ୍ ପାରିବା ଯଦି ଆମେ ଇଚ୍ଛା କରିବା। ଇଚ୍ଛା କଲେ ଆମେ ଟାକୁ କରିପାରିବା। ଆଉ ଏଇଟା ଶୁଣିଲା ମାନେ ଲୋକମାନଙ୍କର ପରିବର୍ତ୍ତନ ଆସିବ ନିଶ୍ଚିତ। ହବନି 100କୁ 100, କିନ୍ତୁ ଉଦ୍ୟମ କଲେ ହେଇପାରିବ। ସବୁଠୁ ସତ। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ, ଆଜ୍ଞା ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର। ସମସ୍ତେ ତ ସବୁ କହିଲେ, ମୁଁ ଶୁଣିଲି ସାର୍। କିନ୍ତୁ ଆକ୍ଚୁଆଲି ସାର୍ ମୁଁ କେବେ ସମ୍ବରରେ ଖଟା ପକାଏନି, ମୁଁ ଟମାଟୋ ହିଁ ପକାଏ। ସାର୍ ବି ଯାହା କହିଲେ, ଖଟାଟା ଦେହ ପାଇଁ ବହୁତ ଖରାପ। ଆଉ ତେନ୍ତୁଲି, ବିଶେଷ କରି ତେନ୍ତୁଲିଟା। ଆଉ ମୁଁ ଭାବୁଛି ଆମର ଆରସିଏମ ରେ ଯୋଉମାନେ ଜଏନ କରିଛନ୍ତି ସେମାନେ ଭଗବାନଙ୍କ ସହିତ ମିଶି ଯାଇଛନ୍ତି। ଆଉ ଏଇ 5 ଦିନ ସେକ୍ସନ ବହୁତ ବଢିଆ ଲାଗିଲା ସାର୍। ଆଉ କଣ କହିବି ସାର୍, ହେଲେ ବା ତ ସବୁ କହିଦେଇଛି, ଆଉ କଣ କହିବି ସାର୍। ଆଜ୍ଞା ସାର୍, ନମସ୍କାର। ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ। ସାର୍ ନମସ୍କାର। ସବୁ ତ ଆମ ଅଫଲାଇନ ବାଲା କହିଛନ୍ତି, ହେଲେ ବି ସକାଳୁ ଜୁସ୍ ଟା ପିଇବାକୁ କହିଛନ୍ତି। ଗାଜର ଫାଜର ଗ୍ରୀନ ଜୁସ୍ ପିଇବା ପାଇଁ ସେଇଟା ଗୋଟେ କହିଛନ୍ତି। ପେଠା ହେଲା ଆଉ ଏର ଜୁସ୍ ଟା ପିଇବାକୁ ହବ। ଯୋଉ ଖାଦ୍ୟ ଆମର ବନେଇଛନ୍ତି, ଯୋଉ ବଢିଆ ଆମର ଏତେ ଜୋନି ଭିତରେ ଯୋଉ ମଣିଷ ଜନ୍ମଟାକୁ ଦେଇଛନ୍ତି, ତା ପାଇଁ ଯୋଉ ସୁନ୍ଦର ଖାଦ୍ୟ, ସୁଗନ୍ଧ ଖାଦ୍ୟ, ସ୍ୱାଦ ଖାଦ୍ୟ ସେଇଟା ବନେଇଛନ୍ତି, ବହୁତ ବଢିଆ ଜିନିଷଟା ବନେଇଛନ୍ତି। କିନ୍ତୁ ଆମେ ସେଟାକୁ ଏନ୍ଜୟ କରିପାରୁନେ। ଆମ ଇଚ୍ଛା ହେଲା, ଆମ ଇଚ୍ଛାରେ ଖାଇଲେ, ଆମ ଇଚ୍ଛାରେ ଇଏ କଲେ।
ଆମ ବଡି କି ବି ରେଷ୍ଟ ବି ଦେଲେନି, ଯେତେବେଳେ ଯାହା ପାଇଲେ ତାହା ଖାଇଲେ। ଏଟା ନୁହଁ କି ଅନାଜ ବଡିରେ 50% କମ କରିଦବ। ଫ୍ରୁଟ୍ସ ଆଉ ଏ ଯୋଉ ଗଜାମୁଗ, ଗଜା ଚଣା, ଗଜା ଜିନିଷ, ସାଲାଡ ଫ୍ରୁଟ ଏଗୁଡାକ ବହୁତ ଖାଇବ। ଏଗୁଡା ସାର୍ କିଏ କରୁଛି? ନିଜ ପସନ୍ଦ ଜିନିଷ ମଣିଷ ଖାଉଛି, ଏଗୁଡାକୁ କରିବାକୁ ପଡିବ। ଥ୍ୟାଙ୍କ ୟୁ ସାର୍। ओके, बहुत बढ़िया। मिनती मैडम, आज्ञा अनम्यूट करନ୍ତୁ। आज्ञा अनम्यूट करନ୍ତୁ मिनती मैडम। କିଛି ଗୋଟେ ଅସୁବିଧା ଅଛି ବୋଧେ, କାହିଁକି ଫୋନ୍ ମାନେ ଅନମ୍ୟୁଟ୍ ହେଇପାରୁନି। ଓକେ, ଥ୍ୟାଙ୍କ ୟୁ। ଗୋଟେ ବଡ଼ ଇନଫର୍ମେସନ୍ କି ଆଜି ତ ଆମର ସାର୍ ଚାନ୍ଦ ସାର୍ ରାସ୍ତାରେ ଅଛନ୍ତି। ତ ଆମେ ଆଗାମୀ କାଲି ପୁରାକୁ ପୁରା ଯୋଉ ସେସନ୍ ଆମର ରହିବ ଗୁରୁକୁଳ ପରେ ଗୁରୁକୁଳ ଶାଖାରେ, ଆମେ ଯୋଉଠୁ ଆରସିଏମ ର ଗଙ୍ଗା ବହି ଆସିଛି ପୁରା ଭାରତବର୍ଷ ସାରା ଖେଳି ଯାଇଛି, ତ ତାକୁ ଯାଇକି ତାଙ୍କର ଅନୁଭୂତି ପୁରାକୁ ପୁରା ଅନୁଭୂତି ଆମେ ଶୁଣିବା, ତାକି ଆମେ ଆରସିଏମ ର ମାନେ ଦିବ୍ୟ ଜ୍ଞାନ ବି ଆମେ ପାଇଯାଇ ପାରିବା। ତ ଆଜିକାଲି ବିଶେଷ କରି ବହୁତ ସାରା ସାଥୀଙ୍କୁ ଇନଭାଇଟ୍ କରିବେ ଗୁରୁକୁଳ ଶାଖାକୁ। କାଲି ସାର୍ ତ ଅଲରେଡି ପହଞ୍ଚି ଯାଇଥିବେ କାଲି ସୁଦ୍ଧା। ତ ଆଜି ବୋଧେ ରାସ୍ତାରେ ଥିବେ ସାର୍ଙ୍କର। ସାର୍ ଆପଣ ଆ, ହଁ ସାର୍ଙ୍କର ହଁ ହେଇପାରେ। ହଁ ହଁ ସାର୍, ୱେଲକମ୍ ସାର୍। କାଲି ହଁ, ସାର୍ ନମସ୍କାର ପୁରାକୁ ପୁରା ନମସ୍କାର। ଆପଣଙ୍କର ସବୁ ଆମେ ଶୁଣିବୁ। କାଲି ପୁରା ହଁ ସେସନ୍ ନାଇଁ ଜୟ ଇଏ ଜୟ ସମସ୍ତଙ୍କୁ ନମସ୍କାର, ଜୟ ଆରସିଏମ। ନମସ୍କାର। ତ ଏଇ ତ ରାସ୍ତାରେ ଅଛି, ତ ତେଣୁକରି ନେଟୱାର୍କ ଠିକ ମতো ହେଇପାରୁନି। ଆଉ ଆଜି ଗୁରୁକୁଳରେ ମଧ୍ୟ ଡକ୍ଟର ଶର୍ମାଜୀଙ୍କର ସବୁ କଥା ବହୁତ ଭଲ ଲାଗୁଥିଲା। ତ ଶର୍ମାଜୀଙ୍କର 3ଟି ଯାକ 3 ଦିନ 4 ଦିନର ଯୋଉ ଭିଡିଓ, ଏକୁ ଆମେ ବାର ବାର ଦେଖିବା ଉଚିତ। ଅନେକ କିଛି ସେଥିରେ ଆମର ଅଛି, ସେ ନୋଟ କରିବା। ଏବଂ ବଡ କଥା ହଉଛି, ଆମର ଯୋଉମାନେ ଟିମ ରେ ଅଛନ୍ତି ସେମାନେ ଜାଣିନାହାନ୍ତି। ଆମର ବର୍ତ୍ତମାନ କର୍ତ୍ତବ୍ୟ ହଉଛି ମାନେ ଆମର ଏଠି ପିସିସିଙ୍କର ଯୋଉ ପ୍ରୋଗ୍ରାମ ହେଇଥିଲା, ସେଥିରେ ସେ ଏଇ କଥା କହୁଥିଲେ। ଆମର କର୍ତ୍ତବ୍ୟ ହଉଛି ଯେ ଯୋଉମାନେ ଆମ ଟିମ ରେ ଅଛନ୍ତି ସେମାନେ ଏ ଦିବ୍ୟ ଜ୍ଞାନକୁ ଜାଣି ପାରୁନାହାନ୍ତି, ଜାଣିନାହାନ୍ତି, ସେମାନେ ଆଟେଣ୍ଡ କରିପାରୁନାହାନ୍ତି, ସେମାନେ କମ୍ୟୁନିକେସନ ହେଇପାରୁନି। ଆମର ପ୍ରଥମ କର୍ତ୍ତବ୍ୟ ହେଲା ତାଙ୍କୁ ଜଣେଇବା ହଉଛି ଆମର ପ୍ରଥମ କର୍ତ୍ତବ୍ୟ। ଏଇ ଯୋଉ ଏତେ ସୁନ୍ଦର ଜ୍ଞାନ ଆମେ ପାଉଛେ, ତ ତାକୁ ଆମ ଭିତରେ ରଖିବା ମାନେ ଟିସି ସାର୍ ଯି କହିଲେ ଯେ ଏଇଟା ସ୍ୱାର୍ଥପରତାର ଲକ୍ଷଣ। ଯଦି ଆମେ ଆମ ଭିତରେ ରଖିବା, ଆମେ କାହାକୁ କହିବାନି ଆମ ଟିମ ରେ। ଆପଣ ସେ କହିବା କଥା ଯେ ଆପଣ ଥରେ ଚିନ୍ତା କରନ୍ତୁ, ଆପଣଙ୍କୁ ଏତେ ଭଲ ଲାଗୁଛି, କିନ୍ତୁ ଆପଣଙ୍କ ଟିମ ରେ 100 ଜଣ, 500 ଜଣ, 1000 ଜଣ, 5000, 10,000, 20,000 ଏମିତି ସବୁ ଅଛନ୍ତି ଟିମ ରେ, ଯୋଉମାନେ କି ସେଥି ଭିତରୁ ଅନେକ ଜାଣି ନାହାନ୍ତି। ତ ସେମାନେ ଯଦି ଏସବୁ ବିଷୟ ଜାଣନ୍ତେ କେତେ ଭଲ ହୁଅନ୍ତା। ତ ଆମର ଏ କର୍ତ୍ତବ୍ୟ ନୁହେଁ କି ସେମାନଙ୍କୁ ଜଣେଇବା? ଯଦି ଆପଣ ମାନେ ସେମାନଙ୍କୁ ଜଣଉନାହାନ୍ତି, ତାହେଲେ ଆପଣ ମାନେ ବହୁତ ମାନେ ଭୁଲ କାମ କରୁଛନ୍ତି। ଆଉ ଏଇ ଜ୍ଞାନକୁ ଶୁଣିକି ଲାଭ ବି କିଛି ନାହିଁ। ନିଜ ଭିତରେ କେତେ ଜ୍ଞାନ ରଖିବେ? ତାକୁ ଯଦି ଜ୍ଞାନ ବାଣ୍ଟିଲେ ବଢେ ନା, ତ ନିଜ ଟିମ ଭିତରେ ବାଣ୍ଟିବେ। ତ ଆଜିର ଆମର ଏଇ ଟ୍ରେନ ଟା ମାନେ ପ୍ରାୟ 5 ଘଣ୍ଟା 6 ଘଣ୍ଟା ଲେଟ୍ ହେଇଛି। ତ ଆମେ ଲେଟ୍ ରେ ଯାଉଛୁ। କାଲି ସକାଳ 7:30 ଦେଖଉଛି ଟାଇମ। ଯଦି କାଲି ଠିକ ଟାଇମ ରେ ପହଞ୍ଚି ପାରେ ତ କାଲିର ପ୍ରୋଗ୍ରାମ ହବ। ନହେଲେ ପର ଦିନ ଯୋଉ ଇଏ ଆମର ଶତପଥୀ ସାର୍ ଯୋଉ କଥା କହିଲେ, ସବୁ ଡିଟେଲସ ଅନୁଭୂତିରୁ ମୁଁ କିଛି ଯାହା କହିବି। ଯଦି କାଲି ନ ହେଇପାରେ ତାହେଲେ ପର ଦିନ ପୁରା ଟୋଟାଲି ଆପଣ ମାନଙ୍କୁ ସବୁ କଥା ମୁଁ କହିବି। କିନ୍ତୁ ସେଥିରୁ ମୁଖ୍ୟ କଥାଟା ଯେ ପ୍ରହ୍ଲାଦ ସାର୍ ଅଗଷ୍ଟ ମାସରେ ଯେହେତୁ ଆମର ଆରତୀ ମାନେ ଟିମରେ ଅଛନ୍ତି, ସେମାନେ ବହୁତ ସଚେତନ ଆଉ ବହୁତ ଆଗ୍ରହୀ ଅଛନ୍ତି। ସେମାନେ ଏଇ ଅଗଷ୍ଟ ମାସରେ ଆମର ପ୍ରୋଗ୍ରାମ ହଉଛି, ପ୍ରାୟ 15-20 ହଜାର ଲେଡିଜ ଆସୁଛନ୍ତି ବିଲଟା। ସେଇଟା ହବ 13, 14, 15 ନା କଣ ସାର୍ ଭଏସ କଟୁଛି। ସାର୍ ଭଏସ କଟୁଛି, ଆମେ ଠିକ ଡିଟେଲ୍ସରେ ମୁଁ ଆପଣ। ଟିକେ କରୁଛି।
ହଉ ସାର୍ ଠିକ। ଡିଟେଲ୍ସ ରେ ଆପଣ ତାକୁ ଆଉ ଟିକେ ବଢିଆ କରି ଆପଣ କଣ କହିବାକୁ ଚାହୁଁଛନ୍ତି ତ ଆମେ ଜାଣିପାରୁନୁ ତ ଭଏସ କଟୁଛି। ଆମେ ଡିଟେଲ୍ସ ଆପଣ ପହରଦିନ ଆମେ ଶୁଣିବା, କାଲି ଆପଣ ପୁରା କମ୍ଫର୍ଟେବଲି ପହଞ୍ଚାନ୍ତୁ। ମୁଁ ଭାବିଲି ବୋଧେ ଆଜି ରାତିରେ ଆପଣ ପହଞ୍ଚିବେ ବୋଲି, ସେଥିଲାଗି କହିଲି। ଚାନ୍ଦ ସାର୍ଙ୍କର ବୋଧେ କଟିଗଲା ବୋଧେ। ଓକେ, ଠିକ ଅଛି, ବହୁତ ବଢିଆ। କିନ୍ତୁ କଥା ହଉଛି ଯେ ପ୍ରତ୍ୟେକ ଜିନିଷ ସମସ୍ତେ ବି ସେଇ କଥା ବି ଆଲୋଚନା ବି କରୁଛନ୍ତି କି ଆମେ ଜ୍ଞାନକୁ ଶିଖିକି ଜ୍ଞାନକୁ ଯଦି ବାଣ୍ଟିବା ସେ ତ ବଢିବ ନିଶ୍ଚୟ। ଆଉ ତା ଛଡା ସ୍ୱାର୍ଥପର ନ ହେଇକି ନିଜ ଜ୍ଞାନକୁ ନିଜ ଭିତରେ ରଖିବା, ଆମେ କେବଳ ଭଲରେ ରହିବା, ଅନ୍ୟମାନେ ସେମିତି ତ ଉଚିତ ନୁହେଁ, ସେଟା ବି ଠିକ କଥା। ଆଉ ତା ଛଡା ଆମେ ମ୍ୟାକ୍ସିମମ୍ ସାଥୀଙ୍କୁ ଇନଫର୍ମେଶନ ଦବା। ଆଉ ସବୁଠୁ ବଡ କଥା, ମୁଁ ତ ସବୁବେଳେ କହେ ଖୁସି ବାଣ୍ଟିଲେ ଖୁସି ମିଳେ। ତ ଆମେ ଯେତେ ଖୁସି ବାଣ୍ଟିବା ସେତେ ହବ। ଆଉ ନର୍ମାଲି ଭୁବନେଶ୍ୱରରେ ଯୋଉମାନେ ବି ରହିଛନ୍ତି ତାଙ୍କ ପାଇଁ ତ ଗୋଟେ ବହୁତ ବଡ ଗୁଡ ନ୍ୟୁଜ ମୁଁ ତ କହିବି, କି ଆପଣମାନଙ୍କର ସରାଉଣ୍ଡିଂରେ ଯୋଉମାନେ ବି ଆପଣଙ୍କର ରିଲେସନ ଯୋଉମାନେ ବି ରହିଛନ୍ତି, ଏବେ ତ ପ୍ରାୟ ପିଲାମାନଙ୍କର ପରୀକ୍ଷା ବି ସରିଗଲାଣି। ସଣ୍ଡେ ବି କାମ ବି ଟିକେ କମ ଆମେ ରଖିପାରିବା, ଚାହିଁଲେ ରଖିପାରିବା ନା। ତ ସେ ସେ ସୁଯୋଗ ଆମେ ନବା ନିହାତି ଜରୁରୀ। ସେ ସୁଯୋଗ ହଉଛି କଣ ନା, ଇଏ ଗୋଟେ ବହୁତ ବଡ ପ୍ରୋଗ୍ରାମ ଅର୍ଗାନାଇଜ କରାଯାଉଛି, ଯେ କିଟି ପାର୍ଟିର ବ୍ୟବସ୍ଥା କରାଯାଉଛି। ଯୋଉ କିଟି ପାର୍ଟିର ବ୍ୟବସ୍ଥା କରାଯାଉଛି ଯେ ମା ବନଦୁର୍ଗା ଆରସିଏମ ୱାର୍ଲଡରେ, ତ ଇଏ ଆରସିଏମ ୱାର୍ଲଡର ଯୋଉ କିଟି ପାର୍ଟି କରାହଉଛି, ଗୋଟେ ଥର ତ ଆପଣ ମାନେ ଯାଇଥିଲେ, ତାର ଆନନ୍ଦ ବି ନେଇଥିଲେ। ଆଉ ଜୀବନରେ ସବୁଠୁ ବଡ କଥା ଯେ ଆମେ ଆନନ୍ଦ ହିଁ ଆନନ୍ଦ ନବା। ଯଦି ନିଜେ ଖୁସି ରହୁଥିବା ନା, ତାହେଲେ ଆମେ ବହୁତ ଦିନ ବଞ୍ଚି ପାରିବା। ଯଦି ସବୁବେଳେ ଜଣେ ଆପଣ ଦେଖନ୍ତୁ, ବହୁତ ସାରା ଲୋକଙ୍କୁ ଆପଣ ମାନେ ବି ଦେଖୁଥିବେ, ଜଣେ ଦୁଃଖୀ ହେଇ ହେଇ ରହୁଥିବ ତ ବହୁତ ଶୀଘ୍ର ତାର ଆୟୁଷ କମିଯିବ। ଯିଏ ସୁଖୀ ରହୁଥିବ ତ ବହୁତ ଦିନ ପର୍ଯ୍ୟନ୍ତ ସେ ଭଲରେ ବଞ୍ଚି ପାରିବେ। ତ ସେଥିଲାଗି ସୁଖୀ ରହିବା ପାଇଁ, ଆଉ ଅନ୍ୟମାନଙ୍କୁ ସୁଖରେ, ଆଉ ଏକା ଆମେ କେବଳ ଥିବା ଏ ସଂସାରରେ ଆଉ କେହି ନଥିବେ, ତାହେଲେ ଆମକୁ ବି ସୁଖ ଲାଗିବନି। ତ ଆମକୁ ସୁଖ ଲାଗିବ ଯଦି 5 ଜଣ ଆମ ସାଙ୍ଗରେ ଥିବେ। ତ ଏଇଟା ଗୋଟେ ବହୁତ ବଡ କଥା। ଆଉ ତା ଦ୍ୱାରା ଆମର ପରିବାର, ଆମର ଯୋଉ ମିଶନ, ଯାହା ଯାହାକୁ ଆମେ ଠିକ ଭାବରେ ଲୋକଙ୍କୁ ଜଣେଇବା ପାଇଁ ଇଏ ପ୍ରକାର ଗୋଟେ ସୁଯୋଗ ଅଛି। ଆଉ ସେ କଥା ବି ଯେ ସୁଯୋଗ ବାରମ୍ବାର ଆସେନି। ତ ଆଜି ଆସିବ, ୟାକୁ ଯଦି ଆମେ ହାତେଇ ପାରିଲେ କାଲି ସେ ଗତ ଥରକ ଯୋଉମାନେ ଆସିଥିଲେ ସେମାନେ ଯେତେ ଖୁସି ପାଇଲେ, ଯେତେ ଆନନ୍ଦ ପାଇଲେ, ଯେତେ ପ୍ରକାରର ମଜା ସେମାନେ କଲେ, ଯୋଉମାନେ ନ ଆସିଥିଲେ ତାଙ୍କୁ ପଚାରିବେ ଯେ ସେ ମଜା ପାଇଲେ କି? କିନ୍ତୁ ସେ ସୁଯୋଗ ପଳେଇଲା। ତ ଇଏ ଆଉ ଗୋଟେ ଭଗବାନ ପୁଣି ଗୋଟେ ଅପରଚ୍ୟୁନିଟି ଆମକୁ ଦେଇଛନ୍ତି ଯେ ପୁଣି ଆମେ ସେମାନଙ୍କୁ ଯୋଉମାନଙ୍କୁ ଆଣିଥିଲେ ସେମାନଙ୍କୁ ଟିକେ ରିକଲ୍ କରିକି, ସେମାନଙ୍କୁ ପୁଣି ଥରେ ଫୋନ କରିକି, ତାଙ୍କର ଲିଷ୍ଟ କରିକି, ଅପାତ ଆରତି ଅପାତ ତାର ଲିଷ୍ଟ ବି ରଖିଛନ୍ତି, ପୁଣି ଥରେ ତାଙ୍କୁ ଲିଷ୍ଟ କରିକି, ତାଙ୍କୁ ପୁଣି ଫୋନ ମୋର କରିକି, ପୁଣି ମୋ ଟିମର ସେମାନଙ୍କୁ ବହୁତ ଲୋକ ଡାକି ଆସିବେ। ତାଙ୍କୁ ତାଙ୍କୁ ପୁଣି ତାଙ୍କ ମାଧ୍ୟମରେ ଆହୁରି 5-10 ଜଣ 50 ଜଣ ଲୋକଙ୍କୁ ଇନଭାଇଟ କରି, ଏମିତି ତ କେବେ ରୋକ ଲଗା ହେଇନି ଯେ ଆପଣ ଏତିକି ଜଣଙ୍କୁ ହିଁ ଡାକିବେ, ଆପଣ ଅଧିକା ଲୋକଙ୍କୁ ଡାକିଲେ ଆପଣଙ୍କୁ ପଇସା ପେମେଣ୍ଟ କରିବାକୁ ପଡିବ, ଏମିତି ତ କିଛି ନାହିଁ। ତ ଯାହାକୁ ଆପଣ ଡାକି ପାରିବେ, ଯାହା ଜୀବନରେ ଆପଣ ଆନନ୍ଦ ସୃଷ୍ଟି କରିପାରିବେ, ଯାହାକୁ ଆପଣ ଖୁସି ଦେଇପାରିବେ, ତ ତାକୁ ଆପଣ ଡାକନ୍ତୁ। ଯାହାକୁ ଚାହୁଁଛନ୍ତି, ହଁ ମୁଁ ଏ କଥା ବି କହିବି ଯେ ଯଦି ଆପଣ କାହାକୁ ଚାହୁଁଛନ୍ତି ଯେ ଇଏ କେବେ ଖୁସି ନ ପାଉ, ତାକୁ ଡାକନ୍ତୁନି। ତ ଯଦି ଆପଣଙ୍କୁ ଲାଗୁଛି ଯେ ନାଇଁ ସିଏ ହିଁ ଖୁସି ପାଉ, ସିଏ ବି ଆନନ୍ଦରେ ରହୁ, ସିଏ ବି ଭଲରେ ରହୁ, ସିଏ ବି ଖୁସି ରହୁ, ସିଏ ଖୁସି ରହିଲେ ମତେ ବି ଖୁସି ବାଣ୍ଟିବ। ମାନେ ଆପଣ ଯଦି କାହାର କିଏ ଗୋଟେ ରାଗିଛି, ଆପଣ ତା ପାଖରେ ବସିଯିବେ, ସିଏ ଆପଣଙ୍କୁ କଣ ଦବ? ସିଏ ରାଗଟା ସିଏ ଦବ ନା। ଆଉ ଯଦି କିଏ ଯଦି ଖୁସିରେ ଅଛି, ଯଦି ଆନନ୍ଦରେ ଅଛି, ତା ପାଖକୁ ଯିବେ, ସେ କଣ କରିବ? ସେ ଆପଣଙ୍କୁ ଆନନ୍ଦ ଦବ। ଆଚ୍ଛା, ରାଗିଥିବା ଲୋକଙ୍କ ପାଖକୁ ଯିବାକୁ ଭଲ ଭଲ ଲାଗିବ ନା ଆନନ୍ଦରେ ରହୁଥିବା ଲୋକ ପାଖକୁ ଯିବାକୁ ଭଲ ଲାଗିବ? ତ ଇଏ ହଉଛି କଥା। ତ ସେଥିଲାଗି ଆପଣଙ୍କ ସରାଉଣ୍ଡିଂରେ ଥିବା ଆପଣଙ୍କର ନିଜର ବି ଯୋଉମାନେ ଅତି ନିଜ ଫ୍ୟାମିଲିକୁ ଇନଭଲ୍ଭ କରିବା ନିହାତି ଜରୁରୀ। ଆଉ ସମସ୍ତେ ପିଙ୍କ ଡ୍ରେସ୍ ପିନ୍ଧିକି ସେଠିକି ଯିବେ। ତ ସେଇଟା ଗୋଟେ ବହୁତ ଭଲ ଫଟୋ ଯେତେବେଳେ ଉଠିବ, ସେ ଫଟୋକୁ ଯେତେବେଳେ ଆମେ ଦେଖିବା, ଏମିତି ବି କୁହାଯାଉଛି ଯେ ଇମୋସନାଲ ୱେଲବିଙ୍ଗ ମାନେ ଭାବନାତ୍ମକ ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ
ପୁରୁଣା ଫଟୋକୁ ବି ଦେଖିଲେ ବି ଆନନ୍ଦ ଲାଗିବ। ପୁରୁଣା ଯାହା ଆମର ଘଟି ଯାଇଛି ଜୀବନରେ ସେ ସେ ମୁହୂର୍ତ୍ତକୁ ବି ଦେଖିଲେ ଆମକୁ ଆନନ୍ଦ ଲାଗିବ। ଗୀତ ବୋଲିଲେ ଏସବୁ ଆମ ଭାବନାତ୍ମକ ସ୍ୱାସ୍ଥ୍ୟକୁ ଠିକ ରଖିବ। ତ ସେଥିଲାଗି ଇଏ ଯୋଉ ଫଟୋ ତିଆରି ହବ, ତ ଇଏ ଫଟୋ ଆମେ ପ୍ରେଜେଣ୍ଟ ଥିଲେ ତ ଆମେ ଫଟୋ ଦେଖିବା। ଆଚ୍ଛା, ଆମେ ଆମେ ଦେଖିବା କି ଅନ୍ୟ କାହାର ଫଟୋକୁ ଆମକୁ ଦେଖିଲେ ଭଲ ଲାଗିବ କି? ନାଇଁ, ଆମ ନିଜ ଫଟୋକୁ ଆମକୁ ଦେଖିବାକୁ ଭଲ ଲାଗିବ। ଆମେ ଯୋଉ ପିଙ୍କ ଡ୍ରେସରେ ପିଙ୍କ ଡ୍ରେସଅପ୍ ହେଇକି ଯାଇଛେ, କି ସୋଲର ଏତେ ତାର ଯୋଉ ୟୁଜ କରିକି ଯାଇଛେ, କଲର କସ୍ମେଟିକ୍ସ ଠୁ ଆରମ୍ଭ କରି ଏଭ୍ରିଥିଙ୍ଗ ଯୋଉ ୟୁଜ କରିକି ଯାଇଛେ, ସେଠି ଯେତେବେଳେ ପହଞ୍ଚିଯିବା ତ କେତେ ଆନନ୍ଦ ଲାଗିବ। ତ ଇଏ ହଉଛି ବହୁତ ବଡ କଥା। ତୃତୀୟ କଥା, ଆଗାମୀ ମଙ୍ଗଳବାର ଆମର ଯୋଉ ସେଲିବ୍ରେସନ ହଉଛି, ଡିଜିଟାଲ ସେଲିବ୍ରେସନ ହଉଛି, ତ ମୁଁ ଆଶା କରିବି ଯେ ଟିମରେ ଯୋଉମାନେ ବି 5000 ପିଭି କରିସାରିଛନ୍ତି, ତ ସେମାନେ ଗତ ମାସରେ, ତ ସେମାନେ ଇଏ ମାସ ସୁଦ୍ଧା ସୋମବାର ସୁଦ୍ଧା କରିଦିଅନ୍ତୁ, କାରଣ ମଙ୍ଗଳବାର ଦିନ ବହୁତ ବଢିଆ ଭାବରେ ଆମେ ଡିଜିଟାଲ ସେଲିବ୍ରେସନ କରିବା। ତ ତାର ବି ରେକର୍ଡିଂ ବି ଆମେ ୟୁଟ୍ୟୁବରେ ବି ଛାଡିବା, ବହୁତ ଭଲ ବି ହେଇପାରିବ। ଆଉ ଆପଣ ମାନଙ୍କର ବି, ଆଉ ଯୋଉମାନେ ବି କରିନାହାନ୍ତି ସେମାନେ ବି ଯଦି କରିବେ, ତାହେଲେ 15000 ପିଭି ମାସର ଲାଷ୍ଟ ହଉଛି ନା, ଜାନୁଆରୀ ଫେବୃଆରୀ ମାର୍ଚ୍ଚ 3 ମାସରେ ଆମକୁ 15000 ର ଟାର୍ଗେଟ ଥିଲା, ତାକି ଆମେ ଲିଡର ହେଇପାରିବା, ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମରେ ଆମେ ଏଣ୍ଟ୍ରି ହେଇପାରିବା। ତ ଯାହାର ଯେତିକି ସର୍ଟେଜ ଅଛି ତାକୁ ବି ଆମେ ଶେଷ କରିଦେବା, ତାକି ଆମ ଟିମରୁ ବହୁତ ଲିଡର ଯଦି ତିଆରି ହେବେ, ଘର ଭିତରେ ଯଦି ବହୁତ ପିଲର ଅଛି ତାହେଲେ ଘରଟା ମଜବୁତ ହବ। ତ ଆମେ ପିଲରକୁ ରେଡି କରିବା ପାଇଁ ଲିଡର ତିଆରି ହବା ନିହାତି ଜରୁରୀ। ତା ଛଡା ନହେଲେ ଘର ଭୁଷୁଡି ପଡିବ। ପିଲା ଯଦି ଶକ୍ତ ନ ହବ, ଘର ଭୁଷୁଡି ପଡିବ। ନାଇଁ, ସେ କଥା, ଘର କଣ ହବ ସେ କଥା ତ ପୁରୁଖା ଲୋକ କହିବେ। ମୁଁ ସେଥିଲାଗି ତ ମୋର ତ ଅଳ୍ପ ଜ୍ଞାନ, ମୁଁ କାହାକୁ କହିଲିନି। ତ ଥ୍ୟାଙ୍କ ୟୁ ବାପା। ଆ, ମୁଁ ଆଉ ଗୋଟେ ବହୁତ ବଡ କଥା, ଯଦି ଫ୍ୟାମିଲିରେ ପିଲାମାନେ ଇନଭଲ୍ଭ, ଆପଣଙ୍କର ଏତେ ବଡ ଅଭିଯାନରେ ଯୋଉଠିକି ଶିକ୍ଷା ଦିଆଯାଉଛି ଯେ ସ୍ୱାସ୍ଥ୍ୟ ରକ୍ଷାର ଶିକ୍ଷା ଦିଆହଉଛି, ଯୋଉଠି ଶିକ୍ଷା ଦିଆଯାଉଛି ଯେ ଆମେ ସ୍ୱାବଲମ୍ବନର ଶିକ୍ଷା ଦିଆହଉଛି, ଆମେ ଆନନ୍ଦ ରହିବାର ଶିକ୍ଷା ଦିଆହଉଛି, ଯଦି ପରିବାର ଏଥିରେ ଇନଭଲ୍ଭ ନ ହଉଛନ୍ତି, ନିଜର ପିଲାମାନେ ଯଦି ଇନଭଲ୍ଭ ନ ହଉଛନ୍ତି, ଗୋଟେ ବହୁତ ବଡ ଅପରଚୁନିଟି ବି ସିଏ ଅଛି। ସେ ଅପରଚୁନିଟି ହଉଛି ଯେ ଆଗାମୀ 22 ତାରିଖ ଭୁବନେଶ୍ୱରରେ ଗୋଟେ ବହୁତ ଭଲ ସେମିନାର ଅର୍ଗାନାଇଜ କରାହଉଛି। ଆପଣମାନେ ବିଜେନ୍ଦ୍ର ସିଂ ରାଠୋର, ଯେ କି ଆମର ଡାଇମଣ୍ଡ ଆଚିଭର, ତାଙ୍କୁ ଆପଣ ଦେଖିଲେ ସେ କେତେ ବୟସରେ ସେ ଠିଆ ବି ହେଇପାରୁନାହାନ୍ତି। ବହୁତ ସମୟରେ ସେ ଷ୍ଟେଜ ଉପରେ ବସିଥିଲେ, ନା ବସିକି ତାଙ୍କର ସେମିନାର ଆପଣ ତ ଦେଖିଲେ। କିନ୍ତୁ ମୋର କହିବା କଥା ଯେ ତାଙ୍କ ପୁଅ, ସେ ହଉଛନ୍ତି ଜଣେ MBBS ଡକ୍ଟର, ଆଉ ଯାହାଙ୍କର ଲୋକ ଟିକେଟ କରିକି ତାଙ୍କୁ ଟାଇମ ନେଇକି ତାଙ୍କୁ ପେସେଣ୍ଟ ଦେଖାନ୍ତି। ଆଉ ତାଙ୍କୁ ଆମେ ଫାର୍ଷ୍ଟ ଟାଇମ ପାଇଁ ଗୋଟେ ସେକେଣ୍ଡ ଜେନେରେସନ ତାଙ୍କୁ ଆମେ ଇନଭାଇଟ କରୁଛୁ। ଦେଖନ୍ତୁ, ମୋର କହିବା କଥା ଯେ ଯଦି ଜଣେ ଏତେ ବଡ ଏତେ ଅଧିକ ପାଠ ପଢିକି ଜଣେ ଡକ୍ଟର ହେଇକି ଡାଇରେକ୍ଟ ସେଲିଂକୁ ପ୍ରାୟୋରିଟି ଦଉଛନ୍ତି ଆଉ ତାକୁ ପ୍ରମୋସନ କରୁଛନ୍ତି, ତ ଆମେ ଯଦି ଆମ ପିଲାମାନଙ୍କୁ ତାଙ୍କୁ ଦେଖେଇ ଦବା, ତାହେଲେ ସେମାନେ ବୁଝିବେ ଯେ ଇଏ ଡାଇରେକ୍ଟ ସେଲିଂ ର ମହତ୍ଵ କଣ, ୟାର ଫ୍ୟୁଚର କଣ। ଆଜି ଦେଖନ୍ତୁ, କୌଣସି ଜଣେ କଲେକ୍ଟର, IAS ଅଫିସର ହୁଅନ୍ତୁ, କି ବି ବହୁତ ବଡ ବଡ ପୋଷ୍ଟରେ ଥାନ୍ତୁ, ଆଜି ଭାରତର ରାଷ୍ଟ୍ରପତି ବି ହୁଅନ୍ତୁ, ତ ସିଏ ତାଙ୍କ ପିଲାକୁ ରାଷ୍ଟ୍ରପତି ସିଟରେ ବସେଇକି ଏ ଦୁନିଆରୁ ଯାଇପାରିବେ ନାହିଁ, କେବେ ବି ନୁହେଁ। କିନ୍ତୁ ଆମେ ଟେକ୍ନିକାଲ ଆଚିଭର ହେଇଥିବା, ତ ଆମ ଆଗାମୀ ଜେନେରେସନ, ଆମର ଯୋଉ ପିଢିକୁ ଆମ ପୋଷ୍ଟରେ ବସେଇକି ଯାଇପାରିବା। ଆମେ ଯୋଉ ଜାଗାରେ ଥିବା, ତ ସେ ଜିନିଷ ଆଜ ଇଟ ଇଜ ଦେଇକି ଯାଇପାରିବା, ତ ସେ ପୋଜିସନ ଦେଇପାରିବା, ସେଇ ଇନକମ ଦେଇପାରିବା। ତ ଆଠୁ ବଡ କଥା ଇଏ ଦୁନିଆରେ କଣ ଥାଇପାରେ? ଚିନ୍ତା କରନ୍ତୁ, ଆମେ ବହୁତ ପଇସା ରୋଜଗାର କରୁଛେ, ବହୁତ କିଛି କରୁଛେ, ସବୁ କିଛି କରୁଛେ, କିନ୍ତୁ ଆମେ ଯୋଉ ପୋଜିସନରେ ଯୋଉ ଇନକମ ଆମେ କରୁଛେ, ସେ ଇନକମ କେବେ ଆମେ ସେକେଣ୍ଡ ଜେନେରେସନକୁ ଆମେ ଦେଇପାରୁନେ। ଆଉ ତାଙ୍କୁ ସେଇ ଜାଗାରେ ପହଞ୍ଚିବାକୁ ହେଲେ, ତ ତାଙ୍କୁ କଣ କରିବାକୁ ପଡିବ? ପୁଣି ମୂଳରୁ ସେଇ କାମ କରିବାକୁ ପଡିବ। ତ ଏଇଟା ଗୋଟେ ବହୁତ ବଡ କଥା ଯେ ଆମ ପରିବାରକୁ ଆମେ ଇନଭଲ୍ଭ କରିବା ନିହାତି ଦରକାର। ବିଶେଷ କରି ଆମର ଆଗାମୀ ପିଢି
ଆମରକୁ ଆମେ ତାଙ୍କୁ ନବା ନିହାତି ଦରକାର। ଏବେଠୁ କନଭିନ୍ସ କରିବା ଯେ ଆଗାମୀ 22 ତାରିଖ ଆମେ କୌଣସି କାମ ରଖିବାନି, 2-3 ଘଣ୍ଟା ଟାଇମ ଆମେ ସେଠି ସ୍ପେଣ୍ଡ କରିବା। ହଁ, ଯଦି ଆମକୁ ଲାଗୁଛି ଯେ ଦିନ 10ଟାରୁ ଦିନ 2ଟା ପର୍ଯ୍ୟନ୍ତ ଭିତରେ ଆମକୁ ଭୋକ ହବ, ତାହେଲେ ଆମେ କିଛି ନା କିଛି ଆମର ନିଜର ଆୟୋଜନ ଆମେ କରିକି ଯାଇଥିବା। କାରଣ ଦେଖନ୍ତୁ, ଇଏ ଗୋଟେ ଗୋଟେ ବାଧା, ମାନେ ଭଗବାନ ଆମକୁ ପରୀକ୍ଷା କରିବାର ଇଏ ଗୋଟେ ଭୋକ ହବ, ବାରମ୍ବାର ଆମକୁ ୱାସରୁମ ଯିବାକୁ ଇଚ୍ଛା ହବ। ତ ବାରମ୍ବାର ଯୋଉମାନେ ନର୍ମାଲି ପାନ ଇଏ ସବୁ ଖାଆନ୍ତି ତାଙ୍କୁ ବି ଇଚ୍ଛା ହବ ଖାଇବା ପାଇଁ। ସେଠି ବସିବା ପାଇଁ ବି ଇଚ୍ଛା ହବନି, କିଛି ଲୋକଙ୍କୁ ନିଦ ବି ମାଡ଼ିବ। ତ ଇଏ ସବୁ ବହୁତ ସାରା ଇଏ ଗୋଟେ ସବୁ ଭଗବାନଙ୍କର ଗୋଟେ ପରୀକ୍ଷା। ତ ଇଏ ପରୀକ୍ଷାକୁ ଯଦି ଆମେ ପାସ୍ କରିଯିବା, ତାହେଲେ ଆମେ ବି ଆମ ପିଲାମାନଙ୍କୁ, ଆମ ଆଗାମୀ ଜେନେରେସନକୁ ଗୋଟେ ବହୁତ ବଡ଼ ସୁନ୍ଦର ପ୍ଲାଟଫର୍ମ ଆମେ ଦେଇ ପାରିବା, ତାକି ଆମେ ସେମାନେ ଆମ ଜୀବନରେ ଯେତେ ଷ୍ଟ୍ରଗଲ ଥିଲା ତାଙ୍କ ଜୀବନରେ ଆଉ ଷ୍ଟ୍ରଗଲ କିଛି ରହିବନି। ସେମାନେ ବହୁତ ଆନନ୍ଦରେ ସେମାନେ ତାଙ୍କ ଜୀବନଟା କଟେଇ ଦେଇ ପାରିବେ। ତ ସେଥିଲାଗି ଯଦି ଆମେ ଚାହୁଁଛେ ଯେ ଧୀରେ ଧୀରେ ବୟସ ତ ଆମର ବଢି ବଢି ଚାଲିଛି, ଯଦି ଆମେ ଚାହୁଁଛେ ଯେ ଆମ ଆଗାମୀ ଜେନେରେସନ ଆମେ ଯୋଉ କଷ୍ଟ ପାଇଛେ ସେମାନେ ଆଉ ସେ କଷ୍ଟ ନ ପାଆନ୍ତୁ, ତାହେଲେ ତାଙ୍କୁ ଇନଭଲ୍ଭ କରିବା ନିହାତି ଜରୁରୀ। ଯଦି ଇନଭଲ୍ଭ ଆମେ କରିଦେଲେ, ତାହେଲେ ସେମାନେ ବି ଥରେ ଦେଖିବେ, ତାକି ଆମକୁ ପରିବାରରୁ ଆଉ ବିରୋଧ ଆସିବନି, ପରିବାରରୁ ସପୋର୍ଟ ଆସିଯିବ। ନାଇଁ, ବାପା ଗୋଟେ ଭଲ କାମ କରୁଛନ୍ତି କି ମା ଗୋଟେ ବହୁତ ଭଲ କାମ କରୁଛନ୍ତି। ତ ସେଥିଲାଗି ପରିବାରକୁ ଇନଭଲ୍ଭ କରିବା ନିହାତି ଜରୁରୀ। ଆଉ କେବଳ ଯେ ଯେମିତିକି କହୁଥିଲେ କି ଆମେ ସ୍ୱାର୍ଥପର ହବା ଠିକ ନୁହେଁ, ତ କେବଳ ଆମ ପରିବାରକୁ ନୁହେଁ, ତ ଆମେ ସମସ୍ତଙ୍କ ପରିବାରକୁ ଇନଭଲ୍ଭ କରିବା ପାଇଁ ଚେଷ୍ଟା କରିବା। 22 ତାରିଖ ଆମ ପାଇଁ ଗୋଟେ ବହୁତ ବଡ଼ କଥା। ତ ଆମେ ମଝିରେ ମଝିରେ ୟୁଏଲପି କ୍ୱିକ୍ ବି କରିବା, ଆଉ କ'ଣ ବି ଯଦି ଆପଣ ମାନଙ୍କର ଯୋଜନା ଅଛି ସବୁ କରିବା। ତ ଫାଷ୍ଟ କଥା, ଆମେ ଡେଲି ଗୁରୁକୁଳକୁ ପ୍ରମୋଟ କରିବା। ତ ଗୁରୁକୁଳକୁ ପ୍ରମୋଟ କରିବା ଦ୍ୱାରା ତ ଏସବୁ ଆମେ ତାଙ୍କୁ ଶିକ୍ଷା ଦେଇପାରିବା। ଆଉ ଯଦି କେହି ଗୁରୁକୁଳକୁ ଆସିପାରୁନାହାନ୍ତି, ତାହେଲେ ଗୁରୁକୁଳ ଶିକ୍ଷା ଶାଖାକୁ ଆସିଲେ ତାଙ୍କୁ ଆମେ ଇନଫର୍ମେସନ ସବୁ କିଛି ଆମେ ଦେଇପାରିବା, ତାକି ତାଙ୍କର ଗୁରୁକୁଳ ବିଷୟରେ ସବୁ କିଛି ଜାଣିପାରିବେ। ନୂଆ ନୂଆ ସାଥୀ ମାନଙ୍କୁ ମୁଁ ତ କହୁଛି ଯେ ଗୁରୁକୁଳ ବିଷୟରେ ନ କହିକି ଗୁରୁକୁଳ ଶାଖାକୁ କହିଲେ ଏଇଠୁ ସେ ଯାହା ଶିଖିବେ, ତ ଆଗକୁ ବି ସେ ସେଇ କଥା ଗୁରୁକୁଳ ସମସ୍ତେ ଆମେ ଯେତେବେଳେ ସବୁବେଳେ ଗୁରୁକୁଳ ବିଷୟରେ ଏକ୍ସାଇଟମେଣ୍ଟ ହେଇକି କହୁଛେ, ତ ତାଙ୍କ ମନ ଭିତରେ ବି ଆସିବ, ଆରେ ଗୁରୁକୁଳ କ'ଣ, ଗୁରୁକୁଳକୁ ତ ଆମକୁ ଯିବା ଉଚିତ, ତାଙ୍କ ଇଚ୍ଛା ତ ଆସିବ। ଓକେ, ଆଜି ତ ସମୟ ହେଇଗଲାଣି। ଆପଣ ମାନଙ୍କୁ ବହୁତ 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 ଧନ୍ୟବାଦ ଯେ ଆପଣମାନେ ୟାର ଲାଭ ନେଉଛନ୍ତି, ଜୀବନର ସାର୍ଥକତା କରୁଛନ୍ତି। ପ୍ରତ୍ୟେକ ଦିନ ସକାଳୁ ଏ ଯୋଉ ଆ, ଏ ପ୍ରକାରର ଆନନ୍ଦ ଆପଣ ଦଉଛନ୍ତି। ଲାଇଫ ଧୀରେ ଧୀରେ ଆପଣଙ୍କର ବଢି ବଢି ଚାଲୁଛି, ଆଉ ଇଏ ବି ହବ ନିଶ୍ଚୟ। ଆଉ ଆଜି ପାଇଁ ଏତିକି। ବହୁତ ବହୁତ ଧନ୍ୟବାଦ। ନମସ୍କାର। ଜୟ ଜୟ ଆରସିଏମ। ଆରସିଏମ। ଜୟ ଆରସିଏମ।